ମୋବାଇଲ ରିଚାର୍ଜ ସମସ୍ତଙ୍କର ଏବେ ଦରକାର, କାହିଁକିନା ସ୍ମାର୍ଟଫୋନ୍ ହେଇଗଲା। ମୋବାଇଲରେ ବାଲାନ୍ସ ପକାଉଥିଲେ ସମସ୍ତେ 99 ଟଙ୍କା 1 GB ଡାଟା ସେ ଚଳି ଯାଉଥିଲା। ତାପରେ ପକେଇଲେ କେତେ 200 କି 199 ପକେଇଲେ ଧର 200, ସେଟାରେ 1.5 GB ଡାଟା 28 ଦିନ, 30 ଦିନରୁ କାଟିକି 28 ଦିନ ହେଇଗଲା। ଏବେ 2 GB ଡାଟା ପୁଣି 1.5 GB ଡାଟା 300 ଟଙ୍କା କରିଦେଲା। 250ରୁ ପୁଣି 300, 3 ମାସ 4 ମାସ ଭିତରେ। ଏବେ ପୁଣି ଜୁଲାଇ ମାସ ପାଖରୁ କରିଦେଲା 2 GB ଡାଟା 28 ଡେଜ୍। କେତେ ଟଙ୍କା? 350 ଟଙ୍କା। ମୋ ସ୍ୱାମୀଙ୍କର ଦରମା ହେଉଛି 8,000 ଟଙ୍କା। ସେ 8,000 ଟଙ୍କାରେ ଆମେ ଘରେ ରହିବା, ଛୋଟ ଛୁଆ, ଦେହ ବା ଭଲ ମନ୍ଦ, ଖାଇବା ଖର୍ଚ୍ଚ, ଗ୍ୟାସ୍ ସିଲିଣ୍ଡର, ତା ସାଙ୍ଗରେ ଅନ୍ୟାନ୍ୟ ଦରକାର ବି ଅଛି। 8,000 ଟଙ୍କାରୁ କାହିଁ ଆମକୁ ତ 1,000 ଟଙ୍କା ଅଧିକା ଦରମା ବଢ଼େଇଲେନି। 1,000 ଟଙ୍କା ଯଦି ଅଧିକା ଦରମା ବଢ଼େଇ ଦେଇଥାନ୍ତେ, ତାହେଲେ ଆମେ ଜାଣିଥାନ୍ତୁ ଯେ ହଁ ଆମର 50 ଟଙ୍କା ଅଧିକା ହେଇଗଲା। 8,000 ଟଙ୍କାରେ ଆମର କାଟି କୁଟିକି ଯଦି ବି 500 ଟଙ୍କା ବି ବଳେ, ସେ 500 ଟଙ୍କାରେ ଆଉ 50 ଟଙ୍କା ଆମର କଟିଗଲା ଆମେ ଭାବିବୁ। ତାହେଲେ ଆମ ଭବିଷ୍ୟତ ପାଇଁ ଯେଉଁ ଯୋଜନା ମାନ କରୁଛନ୍ତି, ଯେ ଅଟଳ ପେନ୍ସନ୍ ହଉ କି LIC ହଉ, ଗଭର୍ଣ୍ଣମେଣ୍ଟ ତରଫରୁ ଯେଉଁ ଯୋଜନାରେ ପଇସା ରଖିବା ପାଇଁ କହୁଛନ୍ତି, ଆମେ ସେ ପଇସାକୁ କେଉଁଟାରେ ରଖିମୁ? ଆଜି ଯଦି ଏମର୍ଜେନ୍ସି ପଡ଼ିଲା, ମେଡ଼ିକାଲରେ ଯାଇକି ପହଞ୍ଚିମୁ, ତାହେଲେ ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ତ ଯାହା ଦେଖୁଛନ୍ତି, ସେଠି ବି ପଇସା ଦରକାର ହେଉଛି। ସେ ପଇସା ଆମେ କେଉଁଠୁ ଆଣିବୁ? ଆପଣଙ୍କ କାର୍ଡ଼ରୁ ନା କାଳିଆ ଯୋଜନା ଯେଉଁ ଦେଉଥିଲେ, ନା ସୁଭଦ୍ରା ଯୋଜନା ପଇସା? ସୁଭଦ୍ରା ଯୋଜନା ପଇସା 5,000 ଟଙ୍କା 5 ବର୍ଷ ପାଇଁ ହେଇଯିବ, ଆମର ସବୁ ଦୁଃଖ କଷ୍ଟ ଦୂରେଇ ଦେବ। ଦିନକୁ ଦିନ ମୋବାଇଲ ରିଚାର୍ଜ ବଢ଼ି ଚାଲିଛି, ଆଉ ଗରିବ ଲୋକ ବିଷ